ମାଧବ ପଦୁଛି ମକରନ୍ଦ ସେଇ ମକରନ୍ଦ ପାନ କରି ଆନନ୍ଦୀ ବୋଲ ହରି ହରି। ଟିକେ ପ୍ରେମଦାନ ତବେ ଅଦ୍ୱୈତ ମିଳନ ଅଦ୍ୱୈତ ପାଇଲ ବିଶ୍ୱରୂପ ଦର୍ଶନ। ଓଡ଼ିଆ ଅନୁବାଦ କହୁଛି ତତ୍ପରେ ସଚୀ ମାତାଙ୍କୁ କୃଷ୍ଣ ପ୍ରେମଦାନ କଲେ। ଅଦ୍ୱୈତ ଆଚାର୍ଯ୍ୟଙ୍କ ଠାରେ ତାଙ୍କର କୃତ ଅପରାଧକୁ ଧ୍ୱଂସ କରି ଏପରି ଭାବେ ଅଦ୍ୱୈତ ଆଚାର୍ଯ୍ୟଙ୍କ ମିଳନ ହେଲା। ତାପରେ ଅଦ୍ୱୈତ ଆଚାର୍ଯ୍ୟ ପରେ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିଥିଲେ। ୟାପରେ ଭାଷ୍ୟ ଦେଇ ଆମର ପରମାରାଧ୍ୟ ତୁମ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ କହିଛନ୍ତି। ତାର ଓଡ଼ିଆ ଅନୁବାଦ କହୁଛି। ଦିନେ ଚୈତନ୍ୟ ମହାପ୍ରଭୁ ଶ୍ରୀବାସ ଠାକୁରଙ୍କ ଗୃହରେ ବିଷ୍ଣୁ ଖଟ ଉପରେ ବସିଥିଲେ। ସେ ତାଙ୍କର ଭାବରେ କହିଲେ, ମୋର ମାତା ଅଦ୍ୱୈତ ଆଚାର୍ଯ୍ୟଙ୍କର ପାଦ ପଦ୍ମରେ ଅପରାଧ କରିଛନ୍ତି। ସେ ଅପରାଧ କ୍ଷାଳନ ନ କଲେ ବୈଷ୍ଣବ ଅପରାଧ ସେ କେବେ କୃଷ୍ଣ ପ୍ରେମ ପାଇପାରିବେ ନା। ଏହା ଶୁଣି ସମସ୍ତ ଭକ୍ତ ଗଲେ ଅଦ୍ୱୈତ ଆଚାର୍ଯ୍ୟଙ୍କୁ ସେଠାକୁ ଆଣିବା ପାଇଁ। ଅଦ୍ୱୈତ ଆଚାର୍ଯ୍ୟ ଆସିଲେ। ଅଦ୍ୱୈତ ଆଚାର୍ଯ୍ୟ ଆସି ସଚୀ ମାତାଙ୍କର ଗୌରବ ଗାନ କଲେ। ତାପରେ ସେ ଭାବ ଗଦଗଦ ହୋଇ ଭୂମି ଉପରେ ପତିତ ହେଲେ। ଏହି ଅବସରରେ ସଚୀ ମାତା ମହାପ୍ରଭୁଙ୍କର ନିର୍ଦ୍ଦେଶ ଆଉ ଉପଦେଶ ଅନୁଯାୟୀ ଅଦ୍ୱୈତ ଆଚାର୍ଯ୍ୟଙ୍କର ପାଦ ପଦ୍ମ ସ୍ପର୍ଶ କଲେ। ତ ଚୈତନ୍ୟ ମହାପ୍ରଭୁ ଏଥିରେ ବଡ଼ ଖୁସି ହେଲେ। ତାଙ୍କର ମାତାଙ୍କର କାର୍ଯ୍ୟରେ ସେ କହିଲେ, ବର୍ତ୍ତମାନ ମୋର ମାତାଙ୍କର ଅପରାଧ ଧ୍ୱଂସ ହୋଇଛି। ଅଦ୍ୱୈତ ଆଚାର୍ଯ୍ୟଙ୍କର ପାଦ ପଦ୍ମରେ ଯାହା ଅପରାଧ କରିଥିଲେ ତାହା ବର୍ତ୍ତମାନ ଧ୍ୱଂସ ହୋଇଛି। ସେ ବର୍ତ୍ତମାନ କୃଷ୍ଣ ପ୍ରେମ ଅତି ସହଜରେ ପାଇପାରିବେ। ଏହି ଉଦାହରଣ ଦ୍ୱାରା ମହାପ୍ରଭୁ ସମସ୍ତଙ୍କୁ ଶିକ୍ଷା ଦେଇଛନ୍ତି ଯେ ଜଣେ କୃଷ୍ଣ ଚେତନା ମାର୍ଗରେ ଖୁବ୍ ଅଗ୍ରଗତି କରିଥାଇପାରନ୍ତି, କିନ୍ତୁ ସେ ଯଦି କୌଣସି ବୈଷ୍ଣବଙ୍କର ପାଦ ପଦ୍ମରେ ଅପରାଧ ଅର୍ଜନ କରନ୍ତି ତେବେ ତାଙ୍କର ଏ ଅଗ୍ରଗତି କୌଣସି ଫଳ ଧରିବ ନା। ସେଥିପାଇଁ ଆମମାନେ ଅତ୍ୟନ୍ତ ସାବଧାନ ହେବା ଉଚିତ, ଯେପରିକି ବୈଷ୍ଣବ ପାଦ ପଦ୍ମରେ କୌଣସି ଅପରାଧ ଅର୍ଜିତ ନ ହୁଏ। ଚୈତନ୍ୟ ଚରିତାମୃତରେ ବିଷୟରେ କୁହାଯାଇଛି, ଯଦି ବୈଷ୍ଣବ ଅପରାଧ ଉଠେ ହାତୀ ମାତା ଉପଡ଼େ ବା ଛିଣ୍ଡେ ତାର ଶୁଖିଯାଏ ପାତା। ବୈଷ୍ଣବ ଅପରାଧ ପାଗଳ ହାତୀ ବାଗିଆ। ପାଗଳ ହାତୀ ବଗିଚାରେ ପଶିଲେ ବାଡ଼ ଫାଡ଼ ସବୁ ଭାଙ୍ଗି ପକାଏ, ଗଛ ଲତାର ସବୁ ଚେର ସହିତ ଉପରି ଫୋପାଡ଼ି ଦିଏ। ତଦ୍ରୂପ ଭାବେ କୌଣସି ବୈଷ୍ଣବଙ୍କର ପାଦ ପଦ୍ମରେ ଯଦି କେହି ଅପରାଧ ଅର୍ଜନ କରନ୍ତି ତାଙ୍କର ଭକ୍ତି ଲତା ଉପୁଡ଼ିଯାଏ, ଭକ୍ତି ବାଦ ପଡ଼ିଯାଏ। ଏହି ଘଟଣା ପରେ ଦିନେ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କୁ ଅନୁରୋଧ କଲେ ସେ ଅର୍ଜୁନଙ୍କୁ ଯେଉଁ ବିଶ୍ୱରୂପ ଦେଖାଇଥିଲେ ତାଙ୍କୁ ଦେଖାଇବା ପାଇଁ। ଚୈତନ୍ୟ ମହାପ୍ରଭୁ ଏ ପ୍ରସ୍ତାବ ରାଜି ହେଲେ। ଅଦ୍ୱୈତ ପ୍ରଭୁ ସେ ବିଶ୍ୱରୂପ ଭଗବାନ ଦର୍ଶନ କଲେ। ସେ ବଡ଼ ଭାଗ୍ୟବାନ। ଏ ହେଲା ଏ ଶ୍ଲୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କର ଭାଷ୍ୟ।